ପଞ୍ଚାୟତର ଗୋଟିଏ ଗ୍ରାମ ତାରାଗାଁ। ଦିନେ ପଞ୍ଚାୟତ ପୋଖରୀରୁ ମାଛ ଧରାଗଲା। ସମସ୍ତ ପରିବାରର ସମାନ ଅଧିକାର ପୋଖରୀ ଉପରେ। ପୋଖରୀରୁ ଧରାଯାଇଥିବା 437ଟି ପୋହଳା ମାଛ ପୋଖରୀରୁ ଧରାଗଲା। ଗ୍ରାମରେ ଥିବା 15ଟି ପରିବାର ସମସ୍ତେ ସମାନ ସଂଖ୍ୟାର ମାଛ ପାଇବେ। ପ୍ରତ୍ୟେକ ପରିବାର କେତୋଟି ଲେଖା ମାଛ ପାଇବେ? ପରିବାର କେତେଟା? 15ଟା। ମାଛଟା କେତେ ଧରାହେଲା? ପୋହଳା ମାଛ 437ଟା। କହିଲେ ଦେଖି ପ୍ରତ୍ୟେକ ପରିବାର କେତୋଟି ମାଛ ପାଇବେ? ଏହି ସମୟରେ ବିଦ୍ୟାଳୟରୁ ଫେରୁଥାନ୍ତି ମଞ୍ଜୁ ଓ ଟିକିଲି। ଦୁଇ ଭଉଣୀକୁ ଦେଖି ଗାଁ ମୁଖିଆ ଖୁସି ହୋଇଗଲେ। ଭାବିଲେ ପାଠ ପଢୁଆ ପିଲା, ସେମାନେ ନିଶ୍ଚୟ ମାଛ ତକ ବାଣ୍ଟିଦେବେ। ସେମାନେ କିପରି ବାଣ୍ଟିଲେ ଆସ ଦେଖିବା। ତାହେଲେ ସେମାନେ କ'ଣ କରିଥିବେ? ସର୍ବମୋଟ ଅଛି 437ଟା ମାଛ, ତାକୁ 15ଟି ପରିବାର ଭିତରେ ଭାଗ କରିବାର ଅଛି। ସେଥିପାଇଁ ଆମେ କ'ଣ କରିଦେବା? ହରିଦେବା। 437କୁ 15ରେ ହରିଦେବା। କେମିତି ହରିବା ଦେଖ। ଇଏ କେତେ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି? 2 ଅଙ୍କ ବିଶିଷ୍ଟ ସଂଖ୍ୟା। ତାହେଲେ ପ୍ରଥମେ ତମେ 2 ଅଙ୍କ ବିଶିଷ୍ଟ ସଂଖ୍ୟାଟିକୁ ଦେଖିବ ସେ ସଂଖ୍ୟାଟି ଏଇ ଯେଉଁ ସଂଖ୍ୟାଠାରୁ ବଡ଼ କି ସାନ? ଇଏ ଦେଖିଲେ 43 ବଡ଼। ଯଦି 43 ବଡ଼, ତାହେଲେ 15 କେ ପଣିକିଆରେ ଦେଖିବ 43, 15 କେ ପଣିକିଆର 43 ପଡ଼ୁଛି କି ନାହିଁ। ଯଦି ନ ପଡ଼ୁଛି, ତାହେଲେ 15 କେ ପଣିକିଆର 43 ଠାରୁ ଛୋଟ ସଂଖ୍ୟାଟି କେତେ ହେବ? ତାହେଲେ ଏଠି 15 କେ ପଣିକିଆର 43 ତ ପଡ଼ୁନାହିଁ, 15 × 3 = 45। ତାହେଲେ 15 କେ ପଣିକିଆର 43 ଠାରୁ ଛୋଟ ସଂଖ୍ୟାଟି କିଏ ହେବ? 15 × 2 = 30। ତାହେଲେ ଏଠି 2 ଲେଖିଦେବ, ଏଇଠି 30 ଲେଖିଦେବ ହେଲା। 30 ଲେଖି 11 ପକେଇଦେବ। ତାପରେ ଏଠି ଫେଡ଼ି ଆରାମ କରିଦେବ। 4 ରୁ 3 ଗଲା 1, 3 ରୁ 0 ଗଲା 3, 13। ତାପରେ କ'ଣ? ଏଇ ଉପରେ ଯେହେତୁ 7, ତାକୁ ଏଠି ସିଧା ଓହ୍ଲେଇ ଦେବ। ଏବେ କ'ଣ କରିବ? 15 କେ ପଣିକିଆରେ 137 ଅଛି କି ଦେଖିବ ନା? 15 137 ନାହିଁ। ତାହେଲେ ତାଠାରୁ କମ୍ ଛୋଟ ସଂଖ୍ୟାଟି କେଉଁଟା 15 କେ ପଣିକିଆରେ ଅଛି? ନା 15 ନୂଆ 135। ତାହେଲେ 135 ଲେଖିଦେଲ। 7 ରୁ 5, ତାପରେ ଫେଡ଼ିଦେବ ଏଟାକୁ ପୁଣି। 7 ରୁ 5 ଗଲା 2, 3 ରୁ 3 ଗଲା 0, 1 ରୁ 0 ଗଲା 2 ରହିଗଲା। ଏଇଟାକୁ ଏମିତି ଆମେ ହରନ୍ତି ହେଲା। କେମିତି ହରନ୍ତି ଆଉ ଥରେ ଆମେ ଚାଲ ଦେଖିବା କରିକି। ଆମକୁ ସର୍ବମୋଟ ମାଛ ସଂଖ୍ୟା 437। ଆମକୁ କାହା ଦ୍ୱାରା ଭାଗ କରିବା ପାଇଁ ପଡ଼ିବ? 15ଟା ପରିବାର, 15ଟାର ଭାଗ କରିବା ପାଇଁ ପଡ଼ିବ। ଏଇ ଯେଉଁ 437କୁ ଏକୁ ଆମେ କୁହନ୍ତି କ'ଣ କୁହନ୍ତି? ଭାଜ୍ୟ। କ'ଣ କୁହନ୍ତି? ଭାଜ୍ୟ। ଏଇ 15କୁ ଆମେ କ'ଣ କହିବା? ଭାଜକ ହେଲା। ଏତିକି କଥା ଜାଣିବା। ଏବେ ମୁଁ ଯେମିତି କହିଥିଲି ଏଇଟା 2 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି। ତାହେଲେ ପ୍ରଥମେ ଦେଖିବ ଏଇ ଯେଉଁ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି, ସେ 15 କେ ପଣିକିଆରେ 15 ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିଭାଜିତ ହେଉଛି କି ନା ହେଉନି ଆମେ ଜାଣିଲେ। 15 3 45, କିନ୍ତୁ 43 ଅଛି। ତାହେଲେ ତାଠାରୁ ଛୋଟ ସଂଖ୍ୟାଟି କିଏ ହେବ? 15 × 2 = 30। ତାପରେ ଫେଡ଼ି ଦେବା। 4 ରୁ 3 ଗଲା 1, 3 ରୁ 0 ଗଲା 3। ତାପରେ ଏଇ ଯେଉଁ 7 ଅଛି ତାକୁ ଓହ୍ଲେଇ ଦେବା। ତାପରେ ଦେଖିବା ପୁଣି 3 ଅଙ୍କ ବିଶିଷ୍ଟ ସଂଖ୍ୟାଟି 15 କେ ପଣିକିଆରେ ଭାଗ ହେଉଛି ନା ହେଉନି, କିନ୍ତୁ ତାଠାରୁ ଛୋଟ ସଂଖ୍ୟାଟି 15 କେ ପଣିକିଆରେ ଅଛି କି? 15 ନୂଆ 135। ତାହେଲେ ଆଉ ରହିଲା 7 ରୁ 5 ଗଲା 2, ଆଉ 3 ରୁ 3 ଗଲା 0, 1 ରୁ 0। ଏଇ ଯେଉଁ ବଳିଲା ଏଟାକୁ କହିବା ଆମେ ଭାଗ ଶେଷ। କ'ଣ କହିବା? ଭାଗ ଶେଷ। ଆଉ ଏଇ ଯେଉଁ 29କୁ କହିବା ଆମେ ଭାଗ ଫଳ। କ'ଣ କହିବା? ଭାଗ ଫଳ। ଏତିକି ବୁଝିହେଲା। ତାହେଲେ ଦେଖିବା କ'ଣ ଲେଖା ହେଇଛି। ପ୍ରଥମ ସୋପାନ ଲେଖାଥିବା ହରଣ ପ୍ରକ୍ରିୟାରେ 437 ହେଉଛି ଭାଜ୍ୟ। 437କୁ ଆମେ କହିବା ଭାଜ୍ୟ, 15କୁ କହିବା ଆମେ ଭାଜକ। ଏଇଠି ଯେଉଁ ମୁଁ କହିଲି 437କୁ କହିବା ଆମେ ଭାଜ୍ୟ, 15କୁ କହିବା ଆମେ ଭାଜକ। ଭାଜକ 2 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଥିବାରୁ ଭାଜ୍ୟର ବାମ ପଟୁ 2ଟି ଅଙ୍କର ଭାଜକକୁ ଭାଗ କରିବା। ଏଇଟା 2 ଅଙ୍କ ବିଶିଷ୍ଟ ସଂଖ୍ୟା, ସେଥିପାଇଁ ମୁଁ କହିଲି 2 ଅଙ୍କ ବିଶିଷ୍ଟ ଯେଉଁ ଭାଜକର ଭାଜ୍ୟର ଯେଉଁ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି କି 43। ତ 43 15 କରିବା ହେଲା। କିନ୍ତୁ ଆମେ ଜାଣିଛନ୍ତି 43 କେ ପଣିକିଆରେ 15 ଭାଗ ହେବ ନାହିଁ, ସେଥିପାଇଁ 30 କରିବା। 15 × 2 = 30 କରିବା, 2 ନେବା। ତାପରେ ତାକୁ ବିୟୋଗ କରିଦେବା। ବିୟୋଗ କରିଦେଲେ 13 ବଳିଲା, ଉପରୁ 7 ଆଇଲା। ପୁଣି ଦ୍ୱିତୀୟ ସୋପାନରେ କ'ଣ ହେଲା? ସେଟା 137 ହେଇଗଲା। ଦ୍ୱିତୀୟ ସୋପାନରେ ସେଗୁଡ଼ା 15 ନୂଆ 135 କଲା। ଆଉ ଶେଷରେ 2 ଭାଗ ଶେଷ ବଳି ପାରିଲା ହେଲା। ଏବେ କ'ଣ କହୁଛି? ମାଛ ବଣ୍ଟା କାର୍ଯ୍ୟ ଶେଷ ହୋଇଗଲା। ହେଲେ 2 ଭଉଣୀ ଭୀଷଣ ଡରି ଯାଇଥାନ୍ତି, କାରଣ ଶେଷକୁ 2ଟି ମାଛ ବଳି ପଡ଼ିଲା। ବାଣ୍ଟ ଛିଡ଼ିଲା କି ନାହିଁ ମନେ ମନେ ଭାବୁଥାନ୍ତି। ଆଉ ହରଣ କେଉଁଠି ଭୁଲ ତ ରହିଲାନି, ଏ କଥା ଭାବୁଥାନ୍ତି। ମଞ୍ଜୁର ମନେ ପଡ଼ିଲା। ମଞ୍ଜୁର କ'ଣ ଗୋଟେ ମନେ ପଡ଼ିଲା ନା? ଏଇ ଗୋଟେ ଫର୍ମୁଲା ଅଛି। ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗଫଳ ପ୍ଲସ୍ ଭାଗ ଶେଷ ହେଲା। ତାହେଲେ କ'ଣ ଗୋଟେ ଫର୍ମୁଲା ଅଛି। କ'ଣ ଫର୍ମୁଲା? ମନେ ରଖିଥିବେ ଫର୍ମୁଲା, ସବୁବେଳେ ଦରକାର ହେବ। ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗଫଳ ଫଳ ଯୁକ୍ତ ଭାଗ ଶେଷ। ଏଠି ଭାଜ୍ୟ କିଏ? 437। ତାମାନେ କ'ଣ କହୁଛି? ଆମେ ଯଦି ଭାଜକ କିଏ? 15 ଗୁଣନ ଭାଗଫଳ 29। ତା ଦେହରେ 15 29 ଗୁଣି ଦେବା। ଆଉ ତା ଦେହରେ ଯେଉଁ ଭାଗ ଶେଷ ରହିଲା କିଏ? 2 ମିଶାଇ ଦେବା। ତାହେଲେ ଆମକୁ 437 ମିଳିବା ଦରକାର। ତାହେଲେ କରିକି ଦେଖିବା। 29ରେ 15 ଗୁଣିବା। 29ରେ 15 ଗୁଣିଲେ କେତେ ହେବ? 29ରେ 15 ଗୁଣିଲେ ହେବ 435। ଏଟା ହେଲା ଭାଜକ ଗୁଣନ ଭାଗଫଳ। ତାପରେ ଭାଗ ଶେଷ କେତେ? 2 ମିଶାଇ ଦେବା। ତାହେଲେ ହେଲା 437। ତାହେଲେ ଠିକ୍ ହେଇଯାଉଛି। ତାହେଲେ
ये जो हरणटा होता है ठीक होता ये देख से मैंने कर भाज्य इक्वल टू भाजक गुण भागफल प्लस भागशेष भाजक किए 15 भागफल आमको मिलता के 29 तादर 2 मिसाई देवा 15 गुण 29 है 435 तादर 2 मिसाई देले 437 ठीक अच्छे यही समय गाँव लोक मैंने किसी कहून था मंजू एथर कहला परिवार प्रत्येक भाग 29 माछ पड़ा आउ 2टी माछ बड़ी पड़ा गाँ मुखिया खुशी हो दुई भौणी को बड़का 2टी माछ देदेले एक शिक्षक जानीपारे और से मंजू को डाकी कहले स्वाधीनता दिवस विद्यालय को आसवा 1357 बिस्कुट को 21 जन पिला सामान भाव में बांटिया प्रति पिला केतोटी बिस्कुट पाइबे कह तार कौन है ये हरण कराला 1357 आसला बिस्कुट ताको केतटा पिला भर बांटियार अच्छी 21टा पिला भर सामान भाव में बांटियार अच्छी देख ये जो यहाँ हूँ 2 अंक विशिष्ट संख्या ताला आम जो यहाँ कौन यहाँ हूँ भाजक 1357 कौन भाज्य है ताले भाज्यर प्रथम 2 अंक विशिष्ट संख्या बाम पटर देखियो ये 21 बड़ ना सान 21 सान हो माने 21 पणिकार के आसनी ताने प्रथम कौन नब शून्य नहीं जीव शून्य नहीं कि शून्य रखिदे ये कौन हम से जो 2 अंक विशिष्ट संख्या ताकू उल्लेदेव ता सहित तार परवर्ती अंक संख्या टी उल्लेदेव 3 अंक विशिष्ट संख्या होगा एवं 21 पणिकार 135 अच्छी कि देखो जो 135 नथिबो तार पाखापाखि कौ संख्याटी आसो ना 21 100 126 है ताले 21 126 कलापर यहाँ आम वियोग करदे वियोग करले केते हम 97 ना ना ये 135 रु 126 गले 9 बढ़ला 9 बढ़ला पर जो 7 थिला ताको लेदेबा तापर 21 के पणिकार 97 अच्छी कि ना नहीं किंतु 21 तार पूर्ववर्ती सान संख्याटी अच्छे 2184 84 माइनस करदे ताने भाग शेष केते रहिला 13 रहिला भागफल केते रहिला 64 तापर जदि आमे एटा आमे प्रथम चला आउ थर करदेला पर आमे क्लियर हो कौन करिया 1357 को 21 रे करवा केमी करिया हमको देछि 1357 करवा का द्वारा 21 रे एटा को कौन कहबा आमे केवल मन रखिथु एटा को कहबा आमे भाज्य 21 कौन कहबा भाजक जे भाजक भाग करू से भाजक देबे 21 एटा 2 अंक विशिष्ट संख्या आमे बाम पटु प्रथम 2 अंक विशिष्ट संख्या रखले ये 21 टर सान ताले कौन हबो ना ये शून्य देदेव एक शून्य या फेड़देव 13 शून्य गले 13 ता परवर्ती संख्या टी ओह्लैदेव है एवं 21 के पणिकार 135 ना कि 135 सान संख्या के पड़े 21 6 के 6 6 दुणे 12 126 है 135 रु 126 गले के 9 ये 7 ओह्लैला 21 पणिकार 97 ना 21 चौ के हम 4 के 4 4 दुणे 8 84 7 4 गले 3 9 8 गले 1 13 ताने ये 13टा कौन होगा भाग शेष रहीगला भाग फल है एवं तुम जो हरण टी है सेटा ठीक अच्छे कि भूल अच्छे जानिए केमी तार प्रथम तो फर्मुला पकईद भाज्य इक्वल टू ये भाज्य इक्वल टू भाजक गुणन भाग फल प्लस भाग शेष भाजक केते ना भाजक 21 भाग फल केते 64 प्लस भाग शेष केते 13 21 रो 64 गुणन केते गुणिदेवा 21 रो 64 4 के 4 4 दुणे 8 6 के 6 6 दुणे 12 4 को 4 8 6 14 रु 4 नेला 1 2 1 3 1 1344 1344 प्लस 13 1344 प्लस 13 के 4 3 7 4 1 5 3 4 1357 1357 हो नाम हरण टी ठीक अच्छे से डेटा करके देखते एवं कौन कौच निम्न भाग क्रिया गुड़ी को निजे कर भागफल भाग शेष निर्णय कर ये आम कौन कही करे कौन कही 3464 को आम 16 भाग करवा 3464 को 3464 को 16 भाग करवा 3464 को 16 भाग करिया सब बेले आरंभ करिया पूर्व मन रखि यहाँ हूँ भाज्य 16टा कौन ना भाजक ये जहाँ भागफल शेष जहाँ रही भाग शेष ये गोटे 16 गोटे 2 अंक विशिष्ट संख्या ताले आम बाम आड़ प्रथम 2 अंक विशिष्ट संख्या देखा 34 34टा 16 बड़ तान ठीक अच्छे 16 के पणिकार 34 के आसूँ कि 34 आसूँ कि ना कि तार पाखापाखि संख्याटा आस के 16 दुणे 32 ताने 32 लिखिदेवा तापर यहाँ फेड़देवा 3 3 गले 0 4 2 गले 2 तापर गोटे संख्या ओह्लैवा 6 16 के पणिकार 26 आसूँ कि ना ताने ता पूर्व संख्या टी हम 16 के 16 6 6 गले 0 2 गले 1 4 ओह्लैला है 16 के पणिकार 104 आसूँ कि ना किंतु 16 100 के 6 लबे ये 4 रु 6 जापरे 14 14 रु 6 गले 8 9 रु 9 गले 0 कारण 1 दश मागी देता है तो 0 अच्छे ताले भाग शेष होगा 8 यहाँ भाग भाग शेष यहाँ भाग फल है एवं आम हरणटा ठीक है कि नहीं आम केमी जाना ना से फर्मुलाटा पकईदेवा कौन भाज्य इक्वल टू भाजक गुणन भाग फल युक्त भाग
ଶେଷ। ଏଠି ଭାଜକ କେତେ? ଭାଜକ ହଉଛି 16, ଭାଗଫଳ କେତେ ବାହାରିଲା? 216, ଭାଗ ଶେଷ କେତେ ରହିଲା? 8। 16 ଗୁଣନ 216 କେତେ? 3 4 5 6 3456, ତା ଦେହର 8 ମିଶାଇଦେବା। 3456 8 ମିଶାଇଦେଲେ ହେଲା 3464, ଯୋଉଟା କି ଆମର ଭାଜ୍ୟ ସହିତ ସମାନ। ତାହେଲେ ଆମ ଗଣନଟା ଠିକ ଅଛି। ତାପରେ ଯିବା ଖ କୁ। ଖ କଣ କହୁଛି? 3748 କୁ ଆମେ 28 ରେ ହରିବା। 3748 କୁ ଆମେ କାହା ଦ୍ୱାରା ହରିବା? 28 ରେ। 3748 କୁ 48 କୁ ଆମେ 28 ରେ ହରିବା। ଏଟାକୁ ଆମେ କଣ କହିବା? ଭାଜ୍ୟ। 28 କୁ କଣ କହିବା? ଭାଜକ। ହେଲା। ଏବେ ଦେଖ ଏଟା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି, ତାହେଲେ ପ୍ରଥମେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖିବା। 28 କପଣିକାର 37 ଆସିବ କି ନା? ତାହେଲେ ଏ 37 ଠାରୁ ସାନ ସଂଖ୍ୟାଟି କିଏ ଅଛି? 28 କପଣିକାର 28 ଆସିବ। 28 କେ 28 ହେଲା। ତାହେଲେ 28 37 ରୁ 18 କେତେ ଯିବ? 7 ରୁ 8 ଯାଇପାରେନି, ଏଟା ନେଇଗଲା 1 10 ନେଲା 17, 17 ରୁ 8 ଗଲେ 9 ହେଲା। ତାପରେ 4 ଓହ୍ଲେଇ ଦେବା। ତାପରେ 94, 28 କପଣିକାର 94 ଅଛି କି ନା? କିନ୍ତୁ 28 ତାଠାରୁ ସାନ ସଂଖ୍ୟାଟି କିଏ ହେବ? 28 3 84, 28 3 84, ତାହେଲେ 4 ରୁ 4 ଗଲେ 0, 9 ରୁ 1 ଗଲେ 8 10 ରହିଲା। ତାପରେ ସଂଖ୍ୟାଟି ଓହ୍ଲେଇ ଦେବା। 8 28 କପଣିକାରେ ଅଛି କି 108? ନା, ତାଠାରୁ ସାନ ସଂଖ୍ୟାଟି କିଏ ହେବ? ପୁଣି ସେଇ 28 3 84, 8 ରୁ 4 ଗଲେ 4 ହେଲା, 10 ରୁ 8 ଗଲେ 2 24, ତାହେଲେ 24 ରହିଲା। ଇଏ ରହିଲା ତୋର ଭାଗ ଶେଷ। ଇଏ ରହିଲା 133 ରହିଗଲା ତୋର 133 ରହିଲା ଭାଗ ଫଳ ହେଲା। ତାହେଲେ ଏବେ ଫର୍ମୁଲା ପକେଇଦେବା। ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗ ଫଳ ଯୁକ୍ତ ଭାଗ ଶେଷ। ଭାଜକ କେତେ? ଭାଜକ ହଉଛି 28, ଭାଗ ଫଳ କେତେ? 133, ଭାଗ ଶେଷ କେତେ? 24 ହେଲା। 28 ଗୁଣନ 133 କେତେ ହେଲା? 3724 ଯୁକ୍ତ 24, ତାହେଲେ କେତେ ହେଲା? 3748, ଯୋଉଟା ଆମର ଭାଜ୍ୟ ସହିତ ସମାନ। ତାହେଲେ ଆମ ହରଣଟା ଠିକ ଅଛି। ତାପରେ ଗ କୁ ଯିବା। ଗ ରେ କଣ କହୁଛି? 9880 କୁ 40 ରେ ହରିବା। 9880 କୁ ଆମେ 40 ରେ ହରିବା। ଏଟା କଣ କହିବା? ଭାଜ୍ୟ। ଏଟା କଣ କହିବା? ଭାଜକ ହେଲା। 40 କେ ଏଟା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା, ଆମେ ପ୍ରଥମେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ହରିବା। 40 କପଣିକାର ଅଛି କି 98? ନାହିଁ, ତେବେ ତାଠାରୁ ସାନ ସଂଖ୍ୟାଟି କିଏ ହେବ? 40 ଦୁଣେ 80, 8 ରୁ 0 ଗଲେ 8, 9 ରୁ 8 ଗଲେ 1, ତାପରେ ସଂଖ୍ୟାଟି ଓହ୍ଲେଇବା 88। 40 କପଣିକାର 188 ଅଛି କି ନା? ତାହେଲେ କଣ କରିବା? ତାଠାରୁ ସାନ ସଂଖ୍ୟାଟି କିଏ ହେବ ଦେଖିବା। ତାହେଲେ 40 4 କେତେ? 4 16, 160, 8 ରୁ 0 ଗଲେ 8, 8 ରୁ 6 ଗଲେ 2, 28, ତାପରେ ସଂଖ୍ୟାଟି ହରିବା 280। ତାପରେ 40 100 ଦେଖିବା। 6 ରୁ 0 0, 40 7 ଦେଖିବା। 0 7, 7 0 0, 728, ତାହେଲେ ଭାଗ ଶେଷ କେତେ ରହିଲା? 0, ତାହେଲେ ଭାଗଫଳ ହେଲା 247। ଏଇଟା ହେଇଗଲା ଭାଗଫଳ 247 ହେଲା ଭାଗ ଫଳ। ହେଇଗଲା ଭାଗ ଶେଷ। ଭାଗ ଶେଷ। ତାହେଲେ ଏବେ ଭାଜ୍ୟ ଇକ୍ୱାଲ୍ ଟୁ କେତେ ହେବ? ଭାଜକ ଗୁଣନ ଭାଗ ଫଳ ଯୁକ୍ତ ଭାଗ ଶେଷ ହେଲା। ଭାଜକ କେତେ? 40, 40 ରେ ଗୁଣ ଦେବା। ଭାଗଫଳ ଯେତିକି ବାହାରିଥିଲା 247, ଭାଗ ଶେଷ ତ 0, ତାହେଲେ 40 ରୁ 247 ଗୁଣ ଦେବା। ଏ ଯାଉଛି 9880, 9880, ଯୋଉଟା କି ଆମ ଭାଜ୍ୟ ସହିତ ସମାନ। ତାହେଲେ ଆମ ହରଣ ଠିକ ଅଛି। ତାପରେ ଘ ଦେଖିବା। ଘରେ କଣ କହୁଛି? 18 କୁ ଆମେ ହରିବା। 7416 କୁ 18 ରେ ହରିବା। 7416 କୁ ଆମେ 18 ରେ ହରିବା। ये ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି, ତାହେଲେ ଏଇ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପ୍ରଥମେ ହରିବା। ତାହେଲେ 18 କପଣିକାର 74 ଆସୁଛି କି ନାହିଁ? କିନ୍ତୁ ତାର ସାନ ସଂଖ୍ୟାଟି କେବେ? 18 4 72, 72 ର 4 2 ଗଲେ 2, 7 7 ଗଲେ 0, ତାପରେ ସଂଖ୍ୟାଟି ତଳକୁ ଓହ୍ଲେଇବା 1। 18 କପଣିକାର 18 କେ 18, ଏଟା କେତେ ରହିଲା? 3 ରହିଲା। ଓହ୍ଲେଇଲା 6 36, 18 ଦୁଣେ 36, ଭାଗ ଶେଷ ରହିଲା 0, ତାହେଲେ ଭାଗଫଳ କେତେ ହେଇଗଲା? ଏଟା ହେଲା ଭାଗଫଳ। ଏଟା କଣ? ଭାଜକ। ଏଟା କଣ? ଭାଜ୍ୟ। ଏଟା କଣ? ଭାଗ ଶେଷ। ଭାଗ ଶେଷ। ଆମେ ଯଦି ଜାଣିଛନ୍ତି କଣ ଫର୍ମୁଲା ଜାଣିଛନ୍ତି? ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗଫଳ ଯୁକ୍ତ ଭାଗ ଶେଷ। ଭାଗ ଶେଷ। ଭାଗ ଶେଷ 0, ତାହେଲେ ଖାଲି ଆମେ କଣ କରିବା? ଭାଜକ ଗୁଣନ ଭାଗଫଳ କରିଦେବା। ଭାଜକ କିଏ? 18, ଭାଗଫଳ କେତେ? 412, 18 ଗୁଣନ 412 କରିଦେବା। କେତେ ହେଲା? 18 ଗୁଣନ 412 କରିଦେଲେ 7416 ହଉଛି। 7416 ଠିକ ଅଛି। ତାହେଲେ ଆମ ହରଣଟି ଠିକ ଅଛି। ଇଏ ହେଇଗଲା। ଆଉ ଆଉ ଚ ତମେ କରିଦେବ ସହଜ। ତଳ ଉଦାହରଣଟିକୁ ଲକ୍ଷ୍ୟ କର। ଉଦାହରଣଟି କଣ? ଦୁଇଟି ସଂଖ୍ୟାର ଗୁଣଫଳ 286। ଗୋଟିଏ ସଂଖ୍ୟା 11 ହେଲେ ଅନ୍ୟ ସଂଖ୍ୟାଟି କେତେ? ଦୁଇଟି ସଂଖ୍ୟାର ଗୁଣଫଳ କେତେ ଦେଇଛି? 286। ଗୋଟିଏ ସଂଖ୍ୟା 11,
अन्य संख्याटी केमिति एटा केमिति काढियो दुईटी संख्यार गुणनफल ता भितर गोटे संख्या देछि 11 आ गोटे संख्या दे देछि x हला 11 गुणन x इक्वल टू केते देला 286 ताहले x केते हबो सबले जानिछ एपटर जोटा गुणन हेतिबो एटा एटा इक्वल चिन्ह बा समान चिन्ह एपटर जदि 11 गुणा है सेपटर जंग हरि दबो ताहले 286 हरण 11 कर दबो हला केते गेला 26 ताला अन्य संख्याटी होई जिवो 26 हला से बेला 286 रे 11 हरले जे 26 होउची से बेला 286 रे केते हरले 11 हबो ताने 26 हरले 11 हो अभ्यास करबा प्रत्येक क्षेत्र रे कोन करबा भागफल और भागशेष निर्णय करबा आ कोन करबा प्रत्येक क्षेत्र रे भाजक भागशेष मध्य कोनटा बड़ देखिबा चलो करबा पर कोन देछि 5193 हरण 15 करबा 5193 रे 15 हरिबा देखो ये भी दुई अंक विशिष्ट संख्या ये भी दुई अंक विशिष्ट संख्या 15 के पणिका रे 15 ठारू 51 टा अधिक 15 के पणिका रे 51 अछि कि नाही ताठरो कम संख्या मिलियो 15 3 45 45 लकी फेडे दवा 51 नु 45 गले रहला 6 तापर 9 तळ कुले दवा 15 के पणिका रे 69 अछि कि ना किंतु ताठरो साना संख्या अछि कि 60 15 4 एठी लिखि दवा 60 69 रु 60 गला 9 तापर 93 बोले दवा तापर 15 के पणिका 6 रे 1590 अछि 90 ताले भाग शेष केते रहला 3 भागफल केते रहला 346 आउ एतिक रहला तने हमर भाजक केते थिला 15 आ भागशेष केते 3 तने सबल भाजकटा भागशेष ठाରୁ अधिक रहइबो हैला तापर कोन कहै हमको भागफल केते बारला 346 आ भागशेष 3 हैला तापर हरणटी ठीक अछि कि नै तम केमि जानि हम जानि फार्मूला सूत्र कोन भाज्य इक्वल टू भाजक गुणन भागफल प्लस भागशेष भाजक एठी के 15 भागफल केते बारला 346 आउ भागशेष केते बारला जोड़ी दबा प्लस 3 तन केते हला 15 गुणन 340 होची 1590 प्लस 3 हला सॉरी 5190 प्लस 3 होची 5193 हला तापर ख को जबा पर कोन कुछ 7250 रे 27 हरिबा एटा देखो 7250 होची ता दर 27 हरिबा ये दुई अंक विशिष्ट संख्या ताले ये प्रथम दुई अंक विशिष्ट संख्या से तो हमें हरिबा 27 का पणिकार 72 अछि कि ना किंतु 27 ताटर शून्य संख्या के 2 27 गुणा 54 तने 54 एट लिखि दवा 72 54 फेड देले हे जो 18 तापर एट 5 तला 5 को ले दवा तापर 27 का पणिकार 150 के नाही किंतु 27 ताटर साना संख्या के हबो 27 6 162 150 ରୁ 162 गले रहला 23 तापर शून्य को ले दवा तापर 27 का पणिकार 230 नहीं किंतु 27 ताटर साना संख्या के 216 27 8 27 8 216 बळिला केते 14 ताले ये गला हमर भागशेष 268 हे गला हमर भागफल तापर कहितला भाजकटा सबला भागशेषटर बड़ हला कारण भाजक केते 27 आ भागशेष केते 14 हैला तापर हरण टे ठीक हेछि कि नै हम जानिया केम फार्मूला जन भाज्य इक्वल टू भाजक गुणन भागफल प्लस भागशेष भाज्य के 27 27 लिखितले भागफल हमर केते भरला 268 लिखितले 27 गुणन 268 युक्त 14 भागशेष 27 गुणन 268 हला 7237 प्लस 14 हला 7250 जोटा हमर 7250 जोटा भाज्य सहित समान ता नाम हरणटा ठीक अछि तापर ग को जिबा गर कोन कहछि 4364 रे 34 हरिबा 4364 रे 34 हरिबा ये दुई अंक विशिष्ट संख्या ये दुई अंक विशिष्ट संख्या ये दुई अंक विशिष्ट संख्या बड़ अछि ता हरिबो 34 के पणिका रे 43 नहीं ताटर साना संख्या के हबो ना 34 के 34 कर देले 43 ରୁ 34 फेड देले बळिला 9 ए 6 को एट गोले देले 6 लेबे 34 के पणिका रे 6 लेबे नहीं किंतु ताटर साना संख्या के 34 गुणा 68 68 ରୁ 6 लेबे 68 फेड देले के रहला 28 तापर एट 4 को गोले देले तापर 34 के पणिका 284 नहीं किंतु ताटर साना संख्या के हबो 34 8 272 284 ରୁ 272 फेड देले रहि गेला 12 12 हे गेला हमर भाग शेष हम जानते भाजक केते थिला भाजक थिला 34 तान भाजकटा भाग शेष ठारू बड़ हैला एबे 128 हे गेला हमर भागफल 12 हे गेला हमर भाग शेष एबे हम कोन करिया भाज्य इक्वल टू भाजक गुणन भागफल प्लस भाग शेष भाजक केते 34 भागफल कला 128 प्लस 12 34 गुणन 128 केते हला 4352 युक्त 12 4352 युक्त 12 केते 4364 ता नाम हरण सहितटा ठीक अछि तापर प्रश्न को जिबा घ 2478 रे 12 हरिबा 2478 रे 12 हरिबा देखो 24 टा
ହେଉଛି 12 କେ ପଣିକିଆରେ ଆସିବ 2 ଅଙ୍କ ବିଶିଷ୍ଟ ସଂଖ୍ୟା ପ୍ରଥମେ ଦେଖିଦେବା 2 ଅଙ୍କ ବିଶିଷ୍ଟ ହରିଆ 12 ଦୁଣେ 24 ହରିଦେଲେ ତାପରେ ଏଠି 7 ଓହ୍ଲେଇଲା 7 ମାନେ 12 ଠାରୁ ସାନ ତାହେଲେ କ'ଣ କରିବା ଏଠି ଶୂନ ଦେବା ଆଉ ଏଠୁ ଶୂନ ଫେଡ଼ିଦେବା ତାପରେ ଓହ୍ଲେଇଲା 7 ତାପରେ ଓହ୍ଲେଇବା 8 78 ତାପରେ 1272 72 ଫେଡ଼ିଦେଲେ 6 ରହିଲା ଭାଗ ଶେଷ ହେଲା ଏଟା 6 ହେଇଗଲା ଭାଗ ଶେଷ ଆଉ ଭାଜକ କେତେ 12 ତାହେଲେ ଭାଜକଟା ଭାଗ ଶେଷଟାରୁ ବଡ଼ ହେଲା ଭାଗଫଳ କେତେ ପାଇଲେ 206 ଆମେ ଫର୍ମୁଲା ଜାଣିଛନ୍ତି କ'ଣ ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗ ପ୍ଲସ୍ ପ୍ଲସ୍ ଭାଗ ଶେଷ ଭାଜକ କେତେ 12 ଭାଗଫଳ କେତେ ପାଇଲେ 206 ପ୍ଲସ୍ 6 କରିଦେବା 12 ଗୁଣ 206 ହେଉଛି 2472 ପ୍ଲସ୍ 6 2478 ଆସୁ ସମାନ ହେଇଗଲା ତାପରେ ଓଙ୍କୁ ଯିବା 5684 ହରଣ 60 5684 ହରଣ 60 56 କେପଣିକାର 60ଟା ହେଉଛି 56 ଠାରୁ ବଡ଼ ତାହେଲେ କ'ଣ କରିବା ଏଠି ଶୂନ ଦେବା 56କୁ ତଳକୁ 56 ଶୂନ ଫେଡ଼ିଦେବା 56 ତଳକୁ ପଳେଇଲା ତାପରେ 8 ଏଇଠିକୁ ଓହ୍ଲେଇଦେବା ଏଇଟା ହେଲା 564 ତାପରେ 60 କେପଣିକାର 564 ଆସିବନି କିନ୍ତୁ ତାଠାରୁ ସାନ ସଂଖ୍ୟାଟି କେତେ 60 ନୂଆ 540 ହେଇଗଲା ତାପରେ 564ରୁ 540 ଫେଡ଼ିଦେଲେ କେତେ ହେଲା 28 28ରୁ 4 ଓହ୍ଲେଇଲା 284 ତାପରେ 60 କେପଣିକାର 4 ଗୁଣି ଦେଲେ 240 ତାହେଲେ 284ରୁ 240 ଫେଡ଼ିଦେଲେ ହେଇଗଲା 44 ତାହେଲେ ଭାଗଫଳରେ ହେଇଗଲା ଆମର 94 ଭାଗ ଶେଷ ହେଇଗଲା 84 ଆଉ ଏଇଟା କେତେ ଭାଜକ କେତେ 60 ଭାଗ ଶେଷ କେତେ 44 ତାହେଲେ ଭାଜକଟା ଭାଗ ଶେଷଠାରୁ ବଡ଼ ରହିଲା ତାପରେ ଏଇ ଫର୍ମୁଲା ପକାଇଦେବା ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣ ଭାଗଫଳ ପ୍ଲସ୍ ଭାଗ ଶେଷ ହେଲେ ଭାଜକ କେତେ 60 ଆଉ ଭାଗଫଳ 94 ଭାଗ ଶେଷ 44 60 ଗୁଣ 94 ପ୍ଲସ୍ 44 5640 ପ୍ଲସ୍ 44 ହେଇଗଲା 5684 ଏତିକି ହେଇଗଲା ତାପରେ 6ଟା ତୁମେ କରିବ 2 ନମ୍ବରକୁ ଯିବା ଖାଲି ସ୍ଥାନ ପୂରଣ କର 3748 ହରଣ 48 ଚାଲ କରିବା 3748 ହରଣ 48 37ଟା 48ରୁ ସାନ ତାହେଲେ କ'ଣ ହେବ ଏଠି ଶୂନ ରଖିବା ଏଠି ଶୂନ ଫେଡ଼ିଦେବା 37 ଓହ୍ଲେଇ ପଡ଼ିଲା ଏ 4 ଏଠି ଓହ୍ଲେଇବ ତାହେଲେ 374 ହେଇଗଲା ତାପରେ 48 ସତା 337 ତାପରେ ଏକୁ ଫେଡ଼ିଦେବା 38 ରହିଲା ଇ 8କୁ 8 ଓହ୍ଲେଇଲା 384 ତାପରେ 48 ଅଷ୍ଟା 384 ତାପରେ ଫେଡ଼ିଦେଲା ପରେ ଭାଗ ଶେଷ ରହିଲା 4 ତାହେଲେ ଆମର ଭାଗଫଳ କେତେ ହେଲା 78 ଭାଗ ଶେଷ ହେଲା 4 ଭାଗଫଳ ରହିଲା 78 ଭାଗ ଶେଷ ରହିଗଲା 4 ଆମକୁ ତାପରେ କ'ଣ କରିବାର ଅଛି 6593 25 ସରିବାର ଅଛି 6593 25 ସରିବାର ଅଛି 25 65 ଠାରୁ ସାନ ଇଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା ଇଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା 25 କେପଣିକାରେ ତ 65 ଆସିବନି ତାଠାରୁ ସାନ ସଂଖ୍ୟା କିଏ ହେବ 25 ଦୁଣେ 50 ତାକୁ ଫେଡ଼ିଦେଲା ପରେ 65ରୁ 50 ଗଲେ 15 ତାପରେ 9 ଓହ୍ଲେଇଦେବା ତାପରେ 25 କେପଣିକାର 169 ନାହିଁ କିନ୍ତୁ 25 150 ଫେଡ଼ିଦେଲେ ଓହ୍ଲେଇଲା 9 ଆଉ ଏଠି ରହିଲା 3 ଓହ୍ଲେଇଲା 93 ତାପରେ 25 3 75 ଫେଡ଼ିଦେଲେ ରହିଗଲା 18 ତାହେଲେ 18 ହେଇଗଲା ଭାଗ ଶେଷ ଆଉ 263 ହେଇଗଲା ଭାଗଫଳ ଚାଲ ଏଠି ଲେଖିଦେବା ଭାଗଫଳ ହେଲା 263 ଭାଗ ଶେଷ ହେଇଗଲା 18 ଗ କ'ଣ କହୁଛି 1295ରେ 1295 ହରଣ 19 1295 ହରଣ 19 ଏଟା 12ଟା 19 ଠାରୁ ସାନ ହେଇଗଲା ତାହେଲେ କ'ଣ କରିବା ଏଠି ଶୂନ ଦେବା 12ରୁ ଶୂନ ଫେଡ଼ିଦେବା 12 ହେଇଗଲା ତାପରେ ସଂଖ୍ୟାଟି ଓହ୍ଲେଇଦେବା 129 ତାପରେ 19 କେପଣିକାର 19 114 129ରୁ 114 ଫେଡ଼ିଦେଲେ 15 ତାପରେ 5ଟାକୁ ଓହ୍ଲେଇଦେବା ତାପରେ 19 ଅଷ୍ଟା 152 155ରୁ 152 ଫେଡ଼ିଦେଲେ ଭାଗ ଶେଷ ରହିଗଲା 3 ହେଲା ତାହେଲେ ଭାଗଫଳ ହେଇଗଲା 68 ଭାଗ ଶେଷ ହେଲା 3 ଭାଗଫଳ ହେଇଗଲା 68 ଭାଗ ଶେଷ ହେଲା 3 ଘଟାକୁ ତୁମମାନେ କରିବ ତାପରେ 3 ନମ୍ବରକୁ ଯିବା 3 ନମ୍ବର କ'ଣ କହୁଛି ପରୀକ୍ଷା କରି ନିମ୍ନ ଭାଗ କ୍ରିୟା ଗୁଡ଼ିକର କେଉଁଠି ଠିକ୍ କେଉଁଠି ଭୁଲ ଦେଖିବା ସେ କହୁଛି 1300ରେ 46 ହରିଲେ ଭାଗଫଳ 28 ଭାଗ ଶେଷ 12 ହେବ ଚାଲ କରିକି ଦେଖିବା 1300ରେ 46 ହରିବା 13ଟା 46 ଠାରୁ ସାନ ତାହେଲେ ଏଠି ଶୂନ ରଖିବା 13ରୁ ଶୂନ ଫେଡ଼ିଦେବା 13 ଓହ୍ଲେଇ ପଡ଼ିଲା ଏଠି ଶୂନକୁ ଶୂନ ଆସିଲା 130 ତାପରେ 46 ଦୁଣେ 92 130ରୁ 92 ଗଲା 38 ତାପରେ ଏଇ ଯେଉଁ ଶୂନ ଥିଲା ଏଠି ଓହ୍ଲେଇଲା ତାପରେ 40 ଅଷ୍ଟା 368 380ରୁ 368 ଗଲେ ଭାଗ ଶେଷ ରହିଲା 12 ତାହେଲେ ଭାଗଫଳ 28 ଭାଗ ଶେଷ 12 ଏଇଟା ଅଛି କି ଦେଖାଦେଲ ଭାଗଫଳ 28 ଭାଗ ଶେଷ 12 ତାହେଲେ ଏଇଟା ଆମେ ଠିକ୍ ମାରିଦେବା ସେ କହୁଛି 1927ରେ 25 ହରିଲେ 1927ରେ 25 ହରିବା ଭାଗଫଳ ଭାଗ ଶେଷ କେତେ ଦେଖିଆଦେଲ 1927ରେ 25 ହରିବା 19ଟା ହେଉଛି 25 ଠାରୁ ସାନ ତାହେଲେ କ'ଣ ହେବ ଶୂନ ଏଠି ରଖିବା ଶୂନ ଫେଡ଼ିଦେବା 19ରୁ 19 ଏଠି ପଳେଇଲା ତାପରେ 2
192 ହେଲା 25 ସତା 175 192 175 ଗଲେ 170 ରହିଲା 17 ଇଏ 7 ଓହ୍ଲେଇଲା 177 ପୁଣି 25 ସତା 175 ତାହେଲେ ଆମର ଭାଗ ଶେଷ ରହିଲା 2 ଭାଗଫଳ ରହିଲା 77 ଏଠି କ'ଣ ଦେଇଛି ଭାଗଫଳ 74 ଭାଗ ଶେଷ 8 ଦେଇଛି ତାହେଲେ ଏଟା ଭୁଲ ହେଇଗଲା। ଗରେ କ'ଣ ଦେଇଛି 4816ରେ 34 ସରିବା 4816ରେ 34 ସରିବା 34 କେ 34 ହେଲା ଓହ୍ଲେଇଲା କେତେ ଫେଡ଼ିଦେଲେ କେତେ ବଳିଲା 48ରୁ 14 ଗଲେ 34 ଗଲେ 14 ତାପରେ 1 ଓହ୍ଲେଇଲା 141 ତାପରେ 34 137 ତାପରେ 1 ଫେଡ଼ିଦେଲେ ରହିଲା 5 ଇଏ ଓହ୍ଲେଇଲା ଏଠି 56 34 କେ 34 ତାର ଭାଗ ଶେଷ ରହିଗଲା 22 ଭାଗଫଳ ରହିଗଲା 141 ଭାଗଫଳ 141 ଭାଗ ଶେଷ 22 ଏଠି 143 ଦେଇଛି ତାହେଲେ ଇଏ ଭୁଲ ହେଇଗଲା। ଘରେ କ'ଣ ହେଉଛି 2417ରେ 60 ହରିବା 2417ରେ 60 ହରିବା 24ଟା ସାନ ହେଇଯାଉଛି ତାହେଲେ ଏଠି ଶୂନ ଦେବା 24କୁ 24 ଓହ୍ଲେଇଲା 1 ଏଠୁ ଓହ୍ଲେଇଲା ଇଏ ହେଇଗଲା 241 ତାପରେ 60 240 241ରୁ 240 ହେଲା 1 ରହିଲା ଫେଡ଼ିଦେଲେ 1 ରହିଲା ଇଏ 17 ଓହ୍ଲେଇଲା 60 ଠାରୁ 17 ଶୂନ ସାନ ହେଇଯାଉଛି ତାହେଲେ ଏଠି ଶୂନ ଦେବା ଏଠି ଶୂନ ଦେବା ଶୂନ ଫେଡ଼ିଦେବା 70ରୁ ଶୂନ ଗଲେ 17 ତାହେଲେ ଭାଗ ଶେଷ 17 ଭାଗଫଳ 40 ଭାଗଫଳ 40 ଭାଗ ଶେଷ 17 ତାହେଲେ ଏଇଟା ଠିକ୍ ଅଛି। କୋଣଟା ତୁମେ କରିବ। ତାପରେ 4 ନମ୍ବରକୁ ଯିବା ଖାଲି କୋଠରୀ ପୂରଣ କର। ଭାଜକ ଦେଇଛି ଭାଗଫଳ ଦେଇଛି ଭାଗ ଶେଷ ଦେଇଛି ଭାଜ୍ୟ କାଢ଼ିବାର ଅଛି। ଆମେ କ'ଣ ଜାଣିଛନ୍ତି ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗଫଳ ପ୍ଲସ୍ ଭାଗ ଶେଷ ଭାଜକ ଗୁଣନ ଭାଗଫଳ ପ୍ଲସ୍ ଭାଗ ଶେଷ ତାହେଲେ କ'ଣ କରିବ 45 ଗୁଣନ 201 ପ୍ଲସ୍ 25 କରିଦେବ। ଚାଲ କରିକି ଦେଖିବା 45 ଗୁଣନ 201 ପ୍ଲସ୍ 25 201 ପ୍ଲସ୍ 25 45ରୁ 201 ଗୁଣିଲେ କେତେ ହେଉଛି ଗୁଣିଦେବ 9045 ପ୍ଲସ୍ 25 ଆଦ୍ର ମିଶାଇଦେବା 9045 ପ୍ଲସ୍ 25 କେତେ ହେଲା ପ୍ଲସ୍ 25 9070 ହେଲା ତାହେଲେ ଏଠି ଲେଖିଦେବା 9070 ତାପରେ ଏଠି କ'ଣ ଦେଇଛି ଏଠି ଭାଜକ ଦେଇଦେଇଛି ଆମକୁ ଭାଗଫଳ କାଢ଼ିବାର ଅଛି ହେଲା ଭାଗ ଶେଷ ଦେଇଦେଇଛି ଆଉ ଭାଜ୍ୟ ବି ଦେଇଦେଇଛି ହେଲା ତାହେଲେ କରିକି ତାହେଲେ ଦେଖିବା କ'ଣ କ'ଣ ଦେଇଛି ଲେଖିଦେବା ଭାଜକ ହେଉଛି 23 ଭାଜକ ହେଉଛି 23 ଭାଗଫଳ କାଢ଼ିବାର ଅଛି ଭାଗଫଳ କାଢ଼ିବାର ଅଛି ଆଉ ଭାଗ ଶେଷ ଦେଇଛି 3 ଭାଗ ଶେଷ 3 ଆଉ ଭାଜ୍ୟ ହେଉଛି 5868 ଭାଜ୍ୟ ହେଉଛି 5868 ଆମେ ଫର୍ମୁଲା କ'ଣ ଜାଣିଛନ୍ତି ଆମକୁ ଭାଗଫଳ କାଢ଼ିବାର ଅଛନ୍ତି ଆମେ ଫର୍ମୁଲା କ'ଣ ଜାଣିଛନ୍ତି ଭାଜ୍ୟ ଇକ୍ୱାଲ୍ ଟୁ ଭାଜକ ଗୁଣନ ଭାଗଫଳ ଯୁକ୍ତ ଭାଗ ଶେଷ এই ଫର୍ମୁଲାରେ ଯାହା ଯାହା ଅଛି ଆମେ ସେଠି ପକାଇଦେବା ଭାଜ୍ୟ କେତେ ଭାଜ୍ୟ ହେଉଛି 5868 ଇକ୍ୱାଲ୍ ଟୁ ଭାଜକ କେତେ 23 ଭାଗଫଳ କେତେ ମନେକର x ଏଟାକୁ ଆମକୁ କାଢ଼ିବାର ଅଛି ପ୍ଲସ୍ ଭାଗ ଶେଷ କେତେ 3 ହେଲା ଏବେ ଦେଖ ତାହେଲେ 500 ଏପଟର 3 ଯୁକ୍ତ ହେଇକି ଥିଲା ଏପଟକୁ ଗଲେ ଫେଡ଼ି ହେଇଯିବ ମାଇନସ୍ କରିଦେବା 5 8 6 8 ମାଇନସ୍ 3 ତାହେଲେ 23 ଗୁଣନ x ଇକ୍ୱାଲ୍ ଟୁ 5 8 6 5 ତାହେଲେ xରେ ଏଠି 23 ଗୁଣି ହେଇଛି ଏପଟକୁ ଶେଷ ମାନ ସେପଟକୁ ଗଲେ ହରି ହେଇଯିବ 5 8 6 5 ହରଣ 23 ଇଏ କେତେ ହେଇଯିବ 255 ହେଲା ତାହେଲେ ଏଇଠି ଲେଖିଦେବ ତୁମେ ଭାଗଫଳ କେତେ ହେଇଯିବ 255 ହେଲା ଏବେ କ'ଣ ଦେଇଛି ଭାଜ୍ୟ ଦେଇଛି ଭାଗଫଳ ଦେଇଛି ତୁମକୁ ଭାଜକ ଆଉ ଭାଗ ଶେଷ କାଢ଼ିବାର ଅଛି ଦେଖ କେମିତି କାଢ଼ିବା ଭାଜ୍ୟ ଦେଇଦେଇଛି ଆଉ ଏଇ ପ୍ରଶ୍ନଟିର ଉତ୍ତର ବହୁତ ହେଇପାରିବ 28ରେ ଆମେ କ'ଣ କରିବା କେତେ ଏଇଟା ଭାଗଫଳରେ ଭାଜକଟାକୁ ଆମେ ଭାଜକ ଗୁଣନ ଭାଗଫଳ ଆମେ କରୁଛନ୍ତି 28ରେ କେତେ ଗୁଣିବା ଆଉ କେତେ ମିଶାଇଲେ ଇଏ ହେବ ଏହାର ବହୁତ ସାରା ଉତ୍ତର ହେଇପାରିବ ମୁଁ ଗୋଟେ ଉତ୍ତର କାଢ଼ିଛି ଯଦି ଆମେ ଭାଜକ 158 ରଖିବା 158 ଗୁଣନ 28ରେ ଆଉ 139 ମିଶାଇ ଦେଲେ ଏତିକି ହେଇଯିବ ତୁମେ ସେବେଳେ ଆଉ କ'ଣ ହେଇପାରିବ କାଢ଼ିବ ହେଲା ତାପରେ ଏଠି ଦେଖିଦେଇଛି ଭାଜକ 39 ଭାଗ ଶେଷ 4 ଭାଜ୍ୟ ଦେଇଦେଇଛି ଚାଲ ଏଇଟା କରିବା କ'ଣ କ'ଣ ଦେଇଛି
कौन कौन देइछि लिखिदबा भाजक 39 भाजक 39 तापरे भागफल काढिबार अछि भागशेष 4 भागफल काढिबार अछि भागशेष 4 आउ भाज्य केते 7726 भाज्य होउछि 7726 हला एबे हमें फार्मूला पकिया भाज्य इक्वल टू भाजक गुणन भागफल युक्त भागशेष हला भाज्य केते देछि 7726 7726 भाजक केते 39 भागफल मन हम काढियार छि मन करी होछि x प्लस भागशेष केते 4 तमने एपटो 4 मिसाइज एपटो आसले फेडा हो जिवो तान हम लिखि दबा 39 गुणन x इक्वल टू 7726 माइनस 4 22 ताले x टा केते हबो 7722 हरण 40 ए जिवो 198 ताले हम लिखि दबा एठी 198 ये भी गोटे समिति का प्रश्न ये भलिया 56 टा होची भागफल भाज्य देछि 2344 ताले भाजक आ भागशेष बहुत किछि हे परियो तमे कोटा गोटे हे परियो काढे कि देखिबो एटा तळे दिया दिथवा प्रश्न गुडकर समाधान कर क गुटिए कमला पेटी रे 75 टा कमला रहे गुटिए कमला पेटी रे 75 टा कमला रहे तबे 6525 6525 टा कमला रखिया पई केतोटी पेटी दरकार हेबो गोटे कमला पेटी रे केते रहला 75 टा ताहले 65 टा 25 टा पई कोन करे हबो ना 6525 हरण 75 कर दबा हैला 65 टा 25 हरण 75 कर देले केते हबो 27 27 टी पेटी दरकार गोटे थंडा ट्रे रे 30 टी अंडा रहिले 2340 टी अंडा ट्रे रखिया पई केते टी ट्रे दरकार गोटे अंडा ट्रे रे केते रहउची 30 टोटल केतेटा रखिया रछि 2340 टोटल रखिया रछि हमको 2340 प्रत्येक अंडा ट्रे रे रहि परियो 30 ताने 2340 रे 30 हरि दबो 2340 हरण 30 हरि दबो ताले होची 78 टा दरकार ताले एटा लिखि दबो 78 टा ट्रे दरकार घर कोन कोची 2040 टंका बदल रे केते खंड 20 टंका नोट नै परियो ता माने कोन कोची टोटल टंका अछि 2040 ताको 20 टंका नोट रो भांगीबार अछि हला ताने कोन करियो केतेटा 20 टंका नोट हबो ना 2040 हरण 20 कर दबो केतेटा रहउची 102 टा ताने 102 टी दरकार तुमको 20 टंका नोट मोर कोन कोची दुईटी संख्यार गुणफल 2223 गुटे संख्या 39 हेले अन्य संख्याटी केते हबो सहज एटा दुईटी संख्यार गुणफल मानकर गुटे संख्या होची x आ गुटे संख्या होची 39 ए दुईटी संख्यार गुणफल केते दोची 2223 2223 गुटे संख्या 39 तने 2223 हरण 39 कर दबा 2223 हरण 39 ताले केते हला 57 तान अन्य संख्याटी केते हे जो 57 जो गुटिए कागज डबार 24 टी संदेश रहे तुमे जदी 4608 संदेश आनिबो तबे दुकान टी को केतोटी डबार दबो टोटल हम केतोटी संदेश आनियार अछि 4608 केतोटा 4608 हम प्रत्येक डबार केतोटा रहि पारे 24 टा तान हम कोन करिया 4608 हरण 24 कर दबा 4608 हरण 24 केते गेला ना 192 बेटा तन टोटल हमको 192 बेटा डबार हमको दुकानी दबो एबे 6 नंबर को जिबा 6 नंबर कोन कोचे निम्नर केतेक प्रश्नर समाधान दिया जे से समाधान को नै कि प्रश्न प्रस्तुत करो बही रे थिबा मोट पृष्ठ संख्या होची 1024 दिन को केतेटा पृष्ठ पढो 16 पढा सरीबा पई केते दिन आवश्यक ना 1024 हरण 16 64 टा हला ठीक अछि ताले तमे कोन प्रश्न पचारि परियो जदि बहिर मोट पृष्ठ संख्या 1024 हुए आ दिन को जना 16 टी पृष्ठ पढे तबे ताको बहिटी को सारिया पई केते दिन लागिबा ना 64 दिन एटा हो प्रश्न हबो कर कोन हबो शहर रे बिक्री होता मोट खबर संख्या 2047 खबर कागज बिकाली होचंदी 23 जण प्रत्येक संवाद पत्र बिकाली समान संख्यक खबर कागज बिकंती प्रत्येक बिकाली केते टा तान खबर कागज बिके
ତାହେଲେ 247 ହରଣ 23 ତାହେଲେ ଅଣାନବେଟା ଲେଖା ବିକେ। ତାହେଲେ ପ୍ରଶ୍ନ କ'ଣ ପଚାରିବ ତମେ, ଯଦି ସହରରେ ମୋଟ 247ଟି ପେପର ବିକ୍ରି ହେଉଥାଏ ଏବଂ ପ୍ରତ୍ୟେକ ପ୍ରଶ୍ନ ପେପର ବିକାଳି ସମାନ ସଂଖ୍ୟକ ପେପର ବିକନ୍ତି, ସମାନ ସଂଖ୍ୟକ ପେପର ବିକୁଥାନ୍ତି, ଆଉ ଖବରକାଗଜଙ୍କ ବିକାଳିଙ୍କ ସଂଖ୍ୟା, ମୋଟ ଖବରକାଗଜ ବିକାଳିଙ୍କ ସଂଖ୍ୟା 23, ତାହେଲେ ପ୍ରତ୍ୟେକ ଖବରକାଗଜ ବିକାଳି କେତୋଟି ଲେଖାଏଁ ଖବରକାଗଜ ବିକିବେ? ତମେ ଲେଖିଦେବ ଏଠି କେବେ ବିକିବେ, ଏଇଟା ହେଇଯିବ ତମର ପ୍ରଶ୍ନ ହେଲା। ଏବେ କ'ଣ କହୁଛୁ, ଅନେକ ସମୟରେ ଆମକୁ ହଠାତ୍ କୌଣସି ଫଳାଫଳ ନିର୍ଣ୍ଣୟ କରିବାକୁ ପଡ଼ିଥାଏ। ଆମକୁ ବହୁତ ସମୟରେ ହଠାତ୍ ଫଳାଫଳ ନିର୍ଣ୍ଣୟ କରିବାକୁ ପଡ଼େ। ଯେଉଁ ସମୟରେ କି ଆମ ପାଖରେ କାଗଜ କଲମ ର ପାଖରେ ନଥାଏ କି ଆମେ ସେଠି ହରଣ କିମ୍ବା ଗୁଣନ କରିବା, ସେଇ ପରିସ୍ଥିତିରେ ଆମେ କ'ଣ କରିପାରିବା ନା, ଆମେ ସେଇ ପରିସ୍ଥିତିରେ ଅନୁମାନ କରିକି କରିପାରିବା। ମନେକର ଦେଖ, ଗୋଟେ ପରିସ୍ଥିତି ଗୋଟେ ଏଠି ଦେଇଛି, ଗୋଟେ ପରିସ୍ଥିତି, ଗୋଟିଏ ଭୋଜିରେ ପ୍ରତ୍ୟେକ ବ୍ୟାଚରେ 299 ଜଣ ଲୋକ ଭୋଜି ଖାଇବାକୁ ବ୍ୟବସ୍ଥା ହେଇଛି। ସେଦିନ ଯଦି 43 ବ୍ୟାଚ୍ ଭୋଜି ଖାଇଥାନ୍ତି, ପାଖାପାଖି କେତେ ଲୋକ ଖାଇଛନ୍ତି? ତାହେଲେ ଗୋଟେ ବ୍ୟାଚରେ କେତେ? 299 ଲୋକ ଖାଉଛନ୍ତି। 299ର ପାଖାପାଖି ଶତକଡ଼ା ହେଉଛି 300 କରିଦେଲେ। ତ ହେଉଛି ବ୍ୟାଚ୍ ହେଉଛି 43 ବ୍ୟାଚ୍କୁ ଆମେ କରିପାରିବା 40 କରିଦେବା। 300 ଗୁଣନ 40 ତାକୁ ଗୁଣିଦେଲେ ଏଇଲା କେତେ ହେଇଯାଉଛି ଆମର 12,000। ତାହେଲେ ଏମିତି ଅନୁମାନ କରି କାଢ଼ିପାରିବା। 299ର ପାଖାପାଖି ଶତକ ହେଉଛି 300, ସେଭଳିଆ 43ର ପାଖାପାଖି ଦଶକ ହେଉଛି 40। ତାହେଲେ ଗୋଟେ ବ୍ୟାଚ୍ରେ ଯଦି 300 ଖାଆନ୍ତି, ତାହେଲେ 40ଟା ବ୍ୟାଚ୍ରେ କେତେ ଖାଇବେ? 40 ଗୁଣନ 3, 12,000। ପରିସ୍ଥିତି 2 କ'ଣ କହୁଛି ଦେଖ, ଗୋଟେ ବିଦ୍ୟାଳୟରେ ମୋଟ 1178 ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଗୋଟେ ବସ୍ରେ ଯଦି 56 ଜଣ ପିଲା ଯିବାର ବ୍ୟବସ୍ଥା ଥିଲା, ବଣଭୋଜି କରିବା ପାଇଁ ସମସ୍ତ ପିଲାଙ୍କୁ ଯିବା ପାଇଁ କେତୋଟି ବସ୍ ଆବଶ୍ୟକ? ପାଖାପାଖି କେତୋଟି ବସ୍ ଆବଶ୍ୟକ? 1178ର ପାଖାପାଖି ଶତକଟି କିଏ ହେବ ନା 1200 ହେବ। ଆମେ 1200 ନେଇଯିବା। 56 ଜଣ ପିଲା ଗୋଟେ ବସ୍ରେ ଯାଇପାରିବେ। 56 ଜଣଙ୍କୁ ଧର ଆମେ 56 ପାଖାପାଖି 1060 ନେଇଯିବା। ଟୋଟାଲ ପିଲା ଅଛନ୍ତି 1200, ଗୋଟେ ବସ୍ରେ 60 ଜଣ ଯିବେ। ତାହେଲେ ଆମେ ତାକୁ କ'ଣ କରିବା? ଟୋଟାଲ କେତେଟା ବସ୍ ଦରକାର ନା 1200 ହରଣ 60 କରିଦେବା ହେଲା। ତାହେଲେ ଆମକୁ 20ଟି ପାଖାପାଖି ବସ୍ ଦରକାର। ଏମିତି କରିବା ଏଟାକୁ। ସେଇଭଳିଆ ଏଠି କ'ଣ କରୁଛୁ, ଅନୁମାନ କରି ଉତ୍ତର କୋଠରୀରେ ଲେଖ। ଏଠି ଆମେ କ'ଣ କରୁଛନ୍ତି, 2936ର 32, 2936ର ପାଖାପାଖି ଅନୁମାନ କରି ଉତ୍ତର ଲେଖିବା। କରେ କ'ଣ ଦେଇଛି? 2976ର 32, 2976ର ପାଖାପାଖି ସଂଖ୍ୟା ଟିକେ ହେବ 3000 ହେବ। 32ର ପାଖାପାଖି 10 ଟିକେ ହେବ 30 ହେବ। ତାହେଲେ ଆମେ କ'ଣ କରିବା, ଶୂନ ଯଦି ଥିବ କ'ଣ କରିବା, ପ୍ରଥମେ ଶୂନ ଗୁଡ଼ାକୁ ରଖିଦେବା। ଏ 3ଟା, ଇଏ ଗୋଟେ 4ଟା ଶୂନ ଲେଖିଦେବା। 1 2 3 4, ତାପରେ 3 3 9, ତାହେଲେ ହେଇଯିବ 90,000 ଲେଖିଦେବ। 90,000 ପାଖାପାଖି 90,000 ହେବ ପାଖାପାଖି। ସେଭଳିଆ ଏଇଟା କେତେ? 4108ର 69, 4108କୁ ଆମେ 4100 ଧରିପାରିବା। 69କୁ ଆମେ 70 ଧରିପାରିବା ହେଲା। ଏକୁ ଗୁଣିଦେବା। ଇଏ 3ଟା ଶୂନକୁ ଶୂନ ରଖିଦେଲ। 41ର 7, 7 1 7, 7 4 28, ତାହେଲେ କେତେ ହେଇଗଲା? 2,87,000 ଏତିକି ହେଇଯିବ ଏଟା। ସେଭଳିଆ ଗରେ ଦେଇଛି କ'ଣ? 999 ଗୁଣନ 81। 999କୁ ତୁମେ କ'ଣ ଧରିପାରିବ? 1000 ଧରିପାରିବ। 81କୁ କ'ଣ 80 ଧରିପାରିବ ହେଲା। ତାହେଲେ 3ଟା 1 4ଟା ଶୂନ, 1 2 3 4, 4ଟା ଶୂନ, ଆଉ 8 କେ 8 ହେଲା 80,000। ସେଭଳିଆ ଏଟାକୁ ହରିବାର ଅଛି। 3920ରେ 19, 3920କୁ ତୁମେ ଧରିଦେବ 4000 ଧରିଦେବ। 4000 ହଁ 19କୁ 20 ଧରିଦେବ। କୋଟି ହେଲା 2 2 4 0 200, ଏଟା 200 ହେଇଯିବ ହେଲା। ତ ସେମିତି କରିବ ଏଟାକୁ।